ପିଲାମାନେ ବର୍ତ୍ତମାନ ଆମେ ପଢ଼ିବା ଆମ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଏକ ସୁନ୍ଦର ବିଷୟ ଟିକି ଫୁଲଟିର ବାସ। ବୁଝିହେଲା? ତାହେଲେ ଟିକି ଫୁଲଟିର ବାସ। ତାହେଲେ ଦେଖ ପିଲାମାନେ, ପବନ ଭଁର ମହୁମାଛି ଏକ ମିଳିଲେ ଏକାଠି ଦିନେ, ଟିକି ଫୁଲଟିଏ ମନ କଥା ତାର କହିଲା ତାଙ୍କରି କାନେ। ପିଲାମାନେ, ପବନ ଆଉ ଭଁର ଆଉ ମହୁମାଛି ଦିନେ ଏକାଠି କ'ଣ ଏଇ ଫୁଲ ପାଖରେ ମିଳିଛନ୍ତି ଏବଂ ଟିକି ଫୁଲଟିଏ ତା ମନ କଥା ଏଇ କା କାନରେ କହୁଛି? ପବନ ଭଁର ଆଉ ମହୁମାଛି କାନରେ କହୁଛି। ତାହେଲେ କ'ଣ କହୁଛି? ଜଗତ କରତା କେତେ ଆଦରରେ ଆଣିଲେ ଏଠାକୁ ମୋତେ, ସାନଟିରୁ ଆଣି ବଡ଼ଟିଏ କଲେ କେତେ ଯତନରେ ସତେ। ତାହେଲେ ଜଗତ କରତା ମାନେ ଭଗବାନ ହେଲା। ଜଗତ କରତା ହେଉଛନ୍ତି ଯିଏ ସୃଷ୍ଟିକୁ ତିଆରି କରିଛନ୍ତି, ଯିଏ ପୃଥିବୀକୁ ତିଆରି କରିଛନ୍ତି ଭଗବାନ। କେତେ ଆଦରରେ ମୋତେ ଏଠାକୁ ଆଣିଛନ୍ତି, ପୃଥିବୀକି ଆଣିଛନ୍ତି। ସାନଟିରୁ ଆଣି ବଡ଼ଟିଏ କଲେ ଏବଂ ଛୋଟଟିରୁ କରିକି ବଡ଼ଟିଏ କରିଛନ୍ତି ମୋତେ କେତେ ଯତନରେ ସିଏ। ଆହୁରି କ'ଣ? ଭାବନା ତାଙ୍କର ଅଟଇ ଅପାର କିଏ ବା ପାରିବ କଳି, ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଢାଳି। ହେଲା, ସେ କହୁଛନ୍ତି ଭଗବାନଙ୍କ ଭାବନା କେତେ ଅପାର, କେତେ ଅଧିକ। ଯଦି ତାଙ୍କ ମନ ଜାଣି କର୍ମ କରିଚାଲିବା, ସିଏ ତାଙ୍କ ଆଡ଼ୁ କ'ଣ ଆମକୁ ଫଳ ଦେବେ, ଆମକୁ କରୁଣା ଢାଳି ପକେଇବେ। ତାଙ୍କ ଆଶୀର୍ବାଦ ସବୁବେଳେ ଆମ ପାଖରେ ଥିବ। କିଏ କହୁଛି? ଟିକି ଫୁଲଟି କହୁଛି ପବନ ଭଁର ଆଉ ମହୁମାଛି କାନରେ। ନୀତି ମୁଁ ଡାକଇ ଭକତି ଅନ୍ତରେ, ହେ ପ୍ରଭୁ ପରମେଶ୍ୱର, ଯେଉଁ ବାସଟିକ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ ମୋର। ହେଲା, ଆହୁରି କ'ଣ? ନୀତି ମୁଁ ପ୍ରତିଦିନ ପୁରା ଭକ୍ତିର ସହିତ ମୁଁ ପ୍ରଭୁ ପରମେଶ୍ୱରକୁ ଡାକେ ଏବଂ ମୁଁ ତାଙ୍କ ପ୍ରତି କ'ଣ ମୋତେ ଯେଉଁ ବାସଟିକି ଦେଇଛନ୍ତି ପ୍ରତି ପାଖୁଡ଼ାରେ, ତାଙ୍କ ପ୍ରତି ମୁଁ ଚିର ଋଣୀ ହେଇଯାଏ। ତାପରେ ସେହି ବାସନାକୁ ବିତରିବା ପାଇଁ ଦିଅ ମୋ ମନରେ ବଳ, ତୋଷୀ ଜନମ ନ ହୋଇବି ମୁଁ ଧନ୍ୟ ଜିଇଥିବି ଯେତେ କାଳ। ଆହୁରି କ'ଣ? ମୋ ଦେହରୁ ଯେଉଁ ବାସ୍ନା ବାହାରୁଛି, ହେଲା, ମୁଁ ଚାରିଆଡ଼େ ପୁରା ଲୋକଙ୍କ ମନରେ ଖେଳିବା ପାଇଁ ମୋ ମନରେ ବଳ ଦିଅ ଏବଂ ବହୁତ ଗୁଡ଼ିଏ ଲୋକଙ୍କର ମନ ଜିଣିବା ପାଇଁ ମୁଁ ଯେତେ ଦିନ ପର୍ଯ୍ୟନ୍ତ ଜିଇଥିବି ତାଙ୍କ ମନ ମୋ ବାସ୍ନାରେ କ'ଣ ତାଙ୍କର ଯେମିତି ମନ ମୋହିତ ହୋଇଯାଉଥିବ ଏଇ ବାସ୍ନାରେ। ହେଲା।